ସାଇରାମ ସାଇରାମ। ଆଜି ରଥ ଆସୁଛି ଆପଣଙ୍କ ମନ ସବୁବେଳେ ପାଇଁ ଆଜି କାହିଁକି ମୁଁ ଦେଖୁଛି ବହୁତ ଖୁସି ଲାଗୁଛି ଖୁସିର କାରଣ କ'ଣ? ଭଗବାନ ଆସୁଛନ୍ତି ମାନେ ଖୁସି ତ ନିହାତି ହେବ। ଏଇଟା ଆମର ଆମେ କାଲି ସକାଳୁ ଆମେ ଏଇଟା ଆରମ୍ଭ କରିଛୁ। ଆଜି ବିଲିପଡ଼ାରେ ଆମେ ପହଞ୍ଚିଲାଣୁ ଆସିକି ଇଏ ଖୁସି ଆଜି ଦିନ ସାରା ରହିବ। ତାପରେ ଦିନ ସାରା ରହିବ। ହଁ ଆଜ୍ଞା ଏତେ ଆନନ୍ଦ ଲାଗୁଛି ଏତେ ସୁନ୍ଦର ଲାଗୁଛି ଆଜି ଭଗବାନ ଶିବମ ଯଦି ହଁ ଆମ ପରିବାର ଆମେ ସବୁ ଆସିଛୁ ଲାଗୁଛି ଭଗବାନ ଶିବମ ଆମ ଗାଁକୁ ଅବଦାନ କରିଛନ୍ତି। ତେଣୁକରି ଆମର ତ ଗୋଟେ କଥା ହେଉଛି ମାନବର ଧର୍ମ କ'ଣ? ମାନବର ଧର୍ମ ହେଲା ନିଶ୍ଚିତ ବାବାଙ୍କ ବାଣୀରେ ଆମେ ଅନ୍ୟର ସେବା କରିବା ସମସ୍ତେ ଭଲ ପାଇବା ଆଉ ସେବା କରିବା। ଏଇଟା ହେଉଛି ଗୋଟେ ମୁଖ୍ୟ ଧର୍ମ। ଆଠୁ ଆଉ କିଛି ନାହିଁ। ତାହେଲେ ଆମର ମାନବର ପ୍ରଥମ ଧର୍ମ ହେଉଛି ଆଜ୍ଞା ସଂସାରକୁ ତ ଆମେ ସମସ୍ତେ ମାନବ ଉପରେ ଆସିଛେ। ଅଢ଼େଇ ଦିନର ଖେଳ ଆମର। ତେଣୁକରି ଯେଉଁ ଧର୍ମ ଅଧର୍ମ ସତ୍ୟ ଅସତ୍ୟ ନ୍ୟାୟ ଅନ୍ୟାୟ ଯେଉଁ ବିଚାର ଅବିଚାର ଭିତରେ ସବୁଠାରୁ ବଡ଼ ଜିନିଷ ହେଲା ମାନବର ଧର୍ମ ହେଲା ମାନବ ସେବା। ମାନବ ସେବା ମାଧବ ସେବା। ମାନବ ସେବା ହିଁ ମାଧବ ସେବା। ତେଣୁ ଭଗବାନଙ୍କୁ ଆଜି ପାଖରେ ପାଇ ଆମ ମାନେ ବହୁତ ଖୁସି ଲାଗୁଛି। ଦର୍ଶକମାନଙ୍କୁ କ'ଣ କହିବେ ଭଗବାନଙ୍କ? ଦର୍ଶକଙ୍କୁ ଏହା ଅନୁରୋଧ କରିବି ଯେ ସମସ୍ତଙ୍କୁ ଭଲ ପାଅ ଆଉ ସମସ୍ତଙ୍କ ସେବା ହିଁ କର। ମାନବ ସେବା ମାଧବ ସେବା। ପର ଉପକାର କଲେ ଭଗବାନ ତୁମକୁ ନିଶ୍ଚିତ ସହାୟ ହେବେ। ସାଇରାମ ସାଇରାମ ସାଇରାମ। ପୁଣି କେବେ ଦେଖା ହେଲା ଆପଣଙ୍କ ପୁଣି କଥା ଦେଖିଲେ ତ ଦର୍ଶକ ବନ୍ଧୁ ମାନବର ଧର୍ମ କ'ଣ ଦେଖିଲେ ତ ଆମର କହିଲେ ଆମ ବାବାଙ୍କର ଭକ୍ତମାନେ ସବୁ କହିଲେ ଯେ ମାନବର ଧର୍ମ ହେଲା ପ୍ରଥମ ଜିନିଷ ହେଲା ସେବା। ସେବା ହିଁ ପରମ। ଆଜ୍ଞା ନମସ୍କାର ରହୁଛି। ସାଇରାମ।